ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲା କନକ ବେଦୀରେ ନେଇ ବିଭା କରାଇଲା। ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇ ଦଶ ଦଶ ମୋର କ୍ଷମା କରିବାର ପାଇଁ। ଦଶ ଗୋଟି ଦଶରୁ ଗୋଟିଏ ନ ସହିଲ ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ। ବିବାବାସୀ ଦିନ ଜୁଆ ଖେଳିବାର ବେଳେ ସାତବେଳେ କଉଡ଼ି ଯେ ପାରିଲଇଁ ତଳେ। ତୁମ୍ଭେ ଢାଳି ଦିଅ ନାଥ ମୋହର ହସ୍ତରେ ଶୁଭନ କଉଡ଼ି ମୁହିଁ ଜାକିଲଇଁ କରେ। ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ମୋତେ ବୋଇଲ ଯାଇଛା ମାଗି ଘେନ ବର। ଯାହା ମନ ବାଞ୍ଛା କରିବୁ ବହି ଦେହି ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି। କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର। ଅଷ୍ଟ ଦିନେ ପଡ଼ିବ ମୋହର ଗୁରୁବାର ପଡ଼ିଚ ରଚିବି ମୋହି ସେବିଙ୍କର ଘର। ପଡ଼ିଚ ରଚିବି କୀଟୁ ବ୍ରହ୍ମ ପରିଜନ୍ତେ ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତେ। ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଗଛ ଦେଇ ଏବେ କିମ୍ବା ସତ୍ୟ ଭଗ୍ନ ହେଉଛ ଗୋସାଇଁ। ଜଗନ୍ନାଥ କହୁଛନ୍ତି କୋପଭର ହୋଇ ବାପ ତୋଲୁଣିଆ ଯେ ଗରାଜି ମରୁଥାଇ। ଝିଅ ଟେରି ତ ଦୃଗଣ କହିଲେ ନ ସରେ ବାପର ଗର୍ଜନ ଶବ୍ଦେ କିଏ ରହିପାରେ। ଚାରି ପାଖେ ମେଘନାଦ ପାଚରି ତୋଳାଇ ବଡ଼ ଦେଉଳକୁ ଅଛୁ ଦୁଇ ବଡ଼ ଦେଉଳରେ ରହି ଅଛୁ ଦୁଇ ଭାଇ। ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ ଅଛ ବର ଘରେ ଦଣ୍ଡେ ଥିଲି ଉଭା ହୋଇ। ଅଛବ ବିଟାଳ ବୋଲି ଦିଆ ଘଉଡ଼ାଇ ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ। ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ ତୁମ ଜାତି କୁଳର ତ ଠିକଣା ନଥାଇ। ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ ଗଉଡ଼ ଘରେ ରହିଲ ଦୁଇ ଗୋଟି ଭାଇ। ନିମାନେ ମେସି ପୁଟି ଯେ ସେ ଜାତିରେ ଗୋଲୋକ ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ। ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ ବିଦୁର ଘରରେ ଯେ ପୁଣି କରିଲ ଭଜନ। ଯାରା ନାମେ ସବର ଯେ ଅରଣ୍ୟରେ ଘର ସେ ତୁମ୍ଭଙ୍କୁ ପୂଜିଲା ବରଷ 10 12। ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ ବସିଣ ପ୍ରଥମେ ଫଳ ମୂଳ ସେ ଚାଖଇ। ପିତା କଷା ସବୁ ପ୍ରଭୁ ଆଡ଼ କରି ଦେଇ ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ। ଶବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ ଏ କଥା କି ତୁମ୍ଭେ ମନୁ ଗଲା ଭୁଲି ହୋଇ। ଆପଣ ପାତ କି ତୁମ୍ଭେ ପର ନିନ୍ଦା କର ପାପ ପୁଣ୍ୟ ଦୁଇ କଥା ବିଚାର ନ କର। ଭାରି ଯାଜେ ଦୋଷ କଲେ ପତିତା ସହଇ ଏକ
কপরাধে প্রভু ভূত গীতে জয়ীম কৃপা ন কর গোসাই এমন্ত বিচার যাও যাও বলুଅଛ ମୋତେ ବାରମ୍ବାର ଜଗନ୍ନାଥ କହୁଛନ୍ତି ଆଣିଛି କି ବାବା ବାବା ହଁ ଜଗନ୍ନାଥ କହୁଛନ୍ତି ଏମନ୍ତ କରିବୁ ମାଣେ ମାଣେ ପଡ଼ି ତତେ ନିତ ଦେଉଥିବୁ ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ ଅନାଥ ରକ୍ଷ ପ୍ରାୟ ଯାଉଅଛି ମୁହିଁ ରାଣ୍ଡିଅ ଲକ୍ଷଣୀ ଝିଅ ମୁହିଁ ଯେନୁ ହୋଇ ପିତାର ଘରକୁ ମୁଁ ଯେ ବାହାରି ଯିବଇ ତୁମ୍ଭ ଅଳଙ୍କାର ମାନସ ପ୍ରଭୁ କାଢ଼ି ନିଅ ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ବୋଲଣା ନ ଦିଅ ବୋଲଣା ନ ଦିଅ ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଇ ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ଭାରି ଯାର ଅଙ୍ଗେ ଯେ ମୁଁ ଅଳଙ୍କାର ଥାଏ ସ୍ୱାମୀ ହୋଇ ତାଠାରୁ କାଢ଼ିଣ କି ନିଏ ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ତୁମ୍ଭର ଅଟଇ ଯେ ମୁଁ ପ୍ରଥମ ବିବାହୀ ପଛରେ କହିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା ସହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ଏମନ୍ତ ଖ୍ୟାତି ମୋତେ ନଦିଅ ଗୋସାଇ ତୁମ୍ଭ ଅଳଙ୍କାର ମାନ ନିଅ ବାହୁଡ଼ାଇ ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚରୀ ଅଣ୍ଟାରୁ କାଢ଼ିଲେ ମାତ୍ର ମାତ ରତ୍ନ ଓଡ଼ିଆଣୀ ନାସିକାରୁ କାଢ଼ିଲେ ସେ ମୁକୁତା ବସଣି ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ ଗଳାରୁ କାଢ଼ିଲେ ଯେ ଯେ ଦୋଷରେ ଚିହ୍ନମାଳ ପାଦରୁ କାଢ଼ିଲେ ଦେବୀ ବାଜଣୀ ନୂପୁର ଅଙ୍ଗୁଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତର ଅନ୍ୟ ଅଳଙ୍କାର ମାନ କି କହିବି ଆଉ ରୁଣ୍ଡ କଳାରୁ ଦିଶିଲା ସବୁ ଦାଉ ଦାଉ ସବୁ ଅଳଙ୍କାର ମାନ ଏକଠାବେ କଲେ ରଖ ଦିନ ବନ୍ଧୁ ଏହା ବୋଲି ସମର୍ପିଲେ ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ ଆମ୍ଭ ଅଳଙ୍କାର ମାନ ଆମ୍ଭ ଅଳଙ୍କାର ପ୍ରୟୋଜନ ନାହିଁ ଆମ୍ଭର ଏ ଅଳଙ୍କାର ପ୍ରୟୋଜନ ନାହିଁ ଗୃହ ହଇଣ ଯେବେ ଭାଜକୁ ତେଜଇ 6 ମାସକୁ ଭାତ ଲୁଗା ଲେଖିଣ ଦିଅଇ ଗୋବିନ୍ଦ ବୋଇଲେ ଦିଅଇ ଏହି ଅଳଙ୍କାର ସବୁ ତୁମ୍ଭେ କାଢ଼ି ନିଅ ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁଙ୍କ ଚାହିଁ ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ମୋର ମୋହତୁଲ୍ୟ ଆଉ ଯେଉଁ ଭାରି ଜାଣିବ ଏଇ ସବୁ ଅଳଙ୍କାର ତାହାକୁ ଯେ ଦେବ
এই ସବୁ ଅଳଙ୍କାର ତାହାକୁ ଯେ ଦେବ ମୋହି ଯାଉଅଛି ହୀନ ରକ୍ଷିତ ହୋଇ ମୋହ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ସତେ ଯେବେ ସୂର୍ଯ୍ୟ ଚନ୍ଦ୍ର ହନ୍ତି ଏତ ଜାତ ତୁମ୍ଭଙ୍କୁ ଅନନ ମିଳୁ ଆହେ ଜଗନ୍ନାଥ 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ଅନ୍ନ ବସ୍ତ୍ର ଜଳ ଯେକା ତୁମ୍ଭଙ୍କୁ ନ ମିଳିବ ତୁମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ ଭୋଜନ କରିବ ତେବେ କାଳିଆ ଗଞ୍ଜନ ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇ ଗଲେ ଦେଉଳ ବାହାର ହୋଇ କେତେ ଦୂର ଗଲେ ଏହା ଦେଖି ଦାସୀ ମାନେ ସଙ୍ଗେ ଗୋଡ଼ାନ୍ତି ଦାସୀଙ୍କୁ ଅନାଇ ଲକ୍ଷ୍ମୀ ଦେବୀ ବୋଲୁଛନ୍ତି ମୁଇଁ ଯାଉଅଛି ହୀନା ଲକ୍ଷଣୀ ହୋଇ ମୋର ପଛେ ତୁମ୍ଭେ ମାନେ ଆସୁଛ କି ପାଇଁ ଏହିପରି ହୋଇ ଯେବେ ପିତା ଘର ଯିବି 4 ଦିନ ମାତ୍ର କରି ରହି ନ ପାରିବି ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବେ ତାଙ୍କୁ ଦେଖି ପିତା ମୋତେ ସମର୍ପଣ ଦେବେ ଶାପ ଦେବା ଫଳ ମୋର ହୋଇବ କାରଣ ଦରିଦ୍ର ରହିବେ ପ୍ରଭୁ ଦେବ ଭଗବାନ ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ ବିଶ୍ୱକର୍ମାକୁ ଯେ ମନେ ସୁମରିଲେ ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା କିସ ଆଜ୍ଞା ହେଉ ମତେ ଲକ୍ଷ୍ମୀ ମହାମାଇ ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଘଉଡ଼ାଇ ପାରିବ କି ଖଣ୍ଡିଏ କୁଡ଼ିଏ ତଳି ଦେଇ ଆଗେ ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲା 3 କୋଶ ପ୍ରମାଣେ ଉଆସ ତୋଳାଇଲା ସୁବର୍ଣ୍ଣର କାନ୍ଥ ମାନ ସବୁ ଘରେ କଲେ ହୀରା ନୀଳ ମାଣିକ୍ୟ ଦି ତହିଁ ଖଞ୍ଜାଇଲେ ଗଣ୍ଠି ତଳେ ଅନେକ ମୁକୁଟ ଲଗାଇଲେ ପ୍ରବଳର ସ୍ତମ୍ଭ ମାନ ତହିଁରେ ରଚିଲେ ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ବିଶ୍ୱକର୍ମାଙ୍କୁ ବହୁତ ପ୍ରଶଂସା ଯେ କଲେ ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ ଅଷ୍ଟବେତାଳରେ ତୁମ୍ଭେ ଏମନ୍ତ କରିବ ପ୍ରଥମେ ରୋଷେଇ ଶାଳେ ଯାଇଣ ପଶିବ 60 ପଉଟି ଭୋଗ ଭୁଞ୍ଜିବ ଯେ ତହିଁ 13 ପଡ଼ି ବ୍ୟଞ୍ଜନ ଖାଇବ ହସ ହୋଇ ଶାକ ମୁଗ ମଧୁରୁଚି ତିତ କାଞ୍ଜିରାଇ ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ ଅମୃତ ମଣହି ମାନ ଭଜନ କରିବ ହାଣ୍ଡି ମାନ ନେଇ ଏକ
ତହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ 52 କୋଟି ଭଣ୍ଡାର ବହିଣ ଆଣିବ କାଣିକ ଉଡ଼ି କଡ଼ାର ଦର୍ପଣ ରଖିବ ସବୁ ବହି ଆଣି ମୋର ମୋହ ପାଶେ ସମର୍ପିବ ବେତାଳେ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ କେମନ୍ତ କରିଣ ତହୁଁ ଆଣିବୁ ବୁହାଇ ଜଗନ୍ନାଥ ମହାପ୍ରଭୁ ତହୁଁ ଯାଇଥିବେ ଆମ୍ଭକୁ ଦେଖିଣ କାଳେ ପରାଭବ ଦେବେ ଶୁଣ ହେ କମଳି ଶୁଣ କମଳିନୀ ନିଦ୍ରାବତୀ କିରାଇଲେ ବହନ ମୋ ବୋଲ କର ବୋଲି ନ ବୋଇଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ ଛାଡ଼ିବୁ ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ ତହିଁ ଥିବା ପାକଦର୍ବ ସମସ୍ତ ଖାଇଲେ ହାଣ୍ଡିମାନ ସବୁ ଏକ ଠାବେ କଚାଡ଼ିଲେ ଭଣ୍ଡାର ଘରରେ ଅଷ୍ଟ ବେତାଳେ ପଶିଲେ ଯେତେ ଦର୍ପ ପୂର୍ଣ୍ଣ ହୋଇ ରହିଥିଲା ତହିଁ 52 କୋଟି ଭଣ୍ଡାର ଆଣିଲେ ବୁହାଇ ରାତ୍ର 16 ଘଡ଼ି ଯାକ ବେତାଳେ ଯେ ତହିଁ କୁଲରୁ ଛାଞ୍ଚୁଣି ସବୁ ନେଲେ ବହି କୁଲରୁ ଛାଞ୍ଚୁଣି ଯାଏ ସବୁ ନେଲେ ବହି ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ପ୍ରଶଂସା କରିଣ ମାଏ ବଚନ ଯେ କହି ସବୁ ଦର୍ବ ଆଣିଲ ତ ରତ୍ନ ଖଟଣା 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ ଯାରେ ବେତାଳେ ବେ ଖଟ ଆଣୁ ବହି ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ ନାରୀଙ୍କି ପୁରୁଷ ମାନେ ଆଉ ନ ଲୋଡ଼ିବେ ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନର ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁ ରତ୍ରେ ଖଟେ ଶୋଇଛନ୍ତି 2 ଗୋଟି ଭାଇ କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ ପୁଣି ତହିଁ ଶୋଇଛନ୍ତି କାଳିଅ ଗଞ୍ଜନ 7 ଗୋଟି ପର୍ବତରୁ ଅଟଇ ଯେ ଗରୁ ନାମ ବହି ଅଛନ୍ତି ଅଚଳ ମହାମେରୁ ମହାଲକ୍ଷ୍ମୀ ବୋଇଲେ ରେ ଏମନ୍ତ କରିବ ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ ଶୋଇବାର ରତ୍ନ ଖଟ ବହିଣ ଆଣିବ ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ ରତ୍ନ ଖଟ ପାଶେ ଦଉଡ଼ିଆ ଖଟ ଦେଲେ ବେତାଳେ ବଳରାମଙ୍କୁ ପ୍ରଥମେ ଧଇଲେ ଯାଇ ଦଉଡ଼ିଆ ଖଟକୁ ଯେ ଗଡ଼ି ଦେଲେ ଗଡ଼ିଆଇ ଏ ଉତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ
ଖଟ ପରକୁ ଗଡ଼ାଇଲେ ଶୋଇବାର ରତ୍ନ ଖଟ ଆଣିଲେ ବହି ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ ବଳରାମ ପିନ୍ଧିବାର ପାଟ ବହି ନେଲେ ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ ଆରେ ଅଷ୍ଟବେତାଳରେ ହେମନ୍ତ କରିବ ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ ଆଜ୍ଞା ପାଇ ବେତାଳେ ଗଣ ବେଗେ ଗଲେ ବେତାଳ ଗଣ ବେଗେ ଗଲେ ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ ସରସ୍ୱତୀ ଦେବଙ୍କୁ ସେ ଯେ ଗୃହରେ ସୁମରିଲେ ବୋଇଲେ ଗ ସରସ୍ୱତୀ ହେମନ୍ତ କରିବ ରାଜ ହୋଇ ଘରେ ଘରେ ବୁଲୁଥିବ ସର୍ବଦ୍ୱାର ଜଗନ୍ନାଥ ବୁଲିବେ କଯାଇ ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ଆଉ ପାଣିକେ ଫେରତ ତୁହି ଅନ୍ନ ପାଣି କେହି ତାଙ୍କୁ କିଛି ହିଁ ନ ଦେବେ ଏତେ ଦୁଃଖ ପାଇଲେ ଯେ ମୋତେ ସୁମରିବେ ଆରାମଦାୟିନୀ ରାତ୍ର ସୁଖରେ ପାହିଲା ବେଳ 2 ଘଡ଼ି କରେ ନିଦ୍ରା ଯେ ପାହିଲା ଭାଜିଲା ବେଳ 2 ଘଡ଼ି କରେ ନିଦ୍ରା ଯେ ଭାଜିଲା ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଗହଳ ଚହଳ ଆଜି କିଛି ଶୁଭୁ ନାହିଁ ମୁଦିରଥ ପଣ୍ଡାରଥ ତୁଣ୍ଡ ଶୁଭୁ ନାହିଁ ଶୁଣ ଦାସୀ ପରିବାରୀ ଯେ ପରିଛା ଗଲେ କାହିଁ ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ କି ବୁଦ୍ଧି କରିବା ଏବେ କହରେ କହ୍ନାଇ ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଛାଡ଼ି ଗଲାରୁ ଯେ ହେମନ୍ତ ହୁଅଇ ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଭାଜ ଛାର ହେମନ୍ତକୁ କହୁଅଛୁ ତୁହି କାହାର ଭାରି ଯା ଯେବେ ଋଷି ହଜିଯାଏ ତାର ଗୃହ ଚକି ଭାତ ରାନ୍ଧିଣ ନ ଖାଏ ଭଣ୍ଡାର ଘରକୁ ବିଜେ କଲେ 2 ଭାଇ ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ ବଳରାମ କହୁଛନ୍ତି କାହିଁକି ସହେଲା 52 କୋଟି ଭଣ୍ଡାର 52 କୋଟି ଭଣ୍ଡାର ତକ ଘେନିଗଲା ଲକ୍ଷେ ଜୀବ ଖାଇଲେ ବହିଲେ ନ ସରଇ କ୍ଷଣକ ଭିତରେ କିଏ ଘେନିଗଲା ବହି ସୁବର୍ଣ୍ଣ ବହି ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ 7 ଗୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ ଜଗନ୍ନାଥ ବୋଇଲେ ହୋ କି ପାଇଲ ଭାଇ ବଳରାମ କହୁଛନ୍ତି ଧନ ପାଇଲଇ ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ବେଙ୍ଗି ପିତଳ ଖଣ୍ଡକ ପାରଖ କାହିଁ ପାଇଁ ବଳରାମ କହୁଛନ୍ତି କି କଥା ଘଟିଲା ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତଳ ହୋଇଲା ସୁଧ ସୁବର୍ଣ୍ଣର ଯେଉଁ ଧନ ହୋଇଥିଲା ଭାଗ୍ୟକୁ କାଣିକ ଉଡ଼ି ସମାନ ନହିଲା
ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ ପାକଶାଳା ଦ୍ୱାରେ ଯେ ପ୍ରବେଶ ହେଲେ ଯାଇ ବଳରାମ ଠିଆ ହେଲେ ଦୁଆର ମୁହଁକୁ ଜଗନ୍ନାଥ ପଶିଗଲେ ରୋଷେଇ ଘରକୁ ଦେହରେ ଲାଗିଲା କଳା ମୁହଁରେ ଲାଗିଲା କଳା ଶ୍ରୀମୁଖ ଗୋଟିକ ଝଲକି ଦିଶିଲା ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ଦିଶିଲା ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ବଡ଼ ଖିଆ ବୋଲି ତୋତେ ବୋଲନ୍ତି ଜଗତ ମୋତେ ବୋଲନ୍ତି ଜଗତ ମୋତେ ଅନନ ଦେଇନା ମୋତେ ଅନନ ଦେଇନା ସବୁ ଖାଉ ତୁହି ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଅନ୍ନ କାହୁଁ ମିଳିବ ହେ ଚୁଲି ସୁଧା ନାହିଁ ଅନ୍ନ କାହୁଁ ମିଳିବ ହେ ଚୁଲି ସୁଧା ନାହିଁ ମିଳିବ ହେ ଚୁଲି ସୁଧା ନାହିଁ ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ ସେଠାରୁ ଯାଇ ଦେଖିଲେ ଧାନର ମରାଇ ଲକ୍ଷ ଲକ୍ଷ ଭରଣ ଯେ ଧାନ ଜହିଁ ଥାଇ ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ ଟୋପାଏ ସୁଧା ଯେ ପାଣି ତହିଁ ନ ଦେଖିଲେ ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ ସେଦିନ ଉପବାସ କରି ନ ରହିଲେ ବେଳ ଦୁଇ ଘଡ଼ି କରେ ନିଦ୍ରା ଯେ ଭାଜିଲା ମୁଖ ପଖାଳ ନ ଅର୍ଥେ ପାଣି ନ ମିଳିଲା କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ ବଳରାମ କହୁଛନ୍ତି ଶୁଣରେ କହ୍ନାଇ କାଲି ଉପବାସରେ ରହିଲୁ ଦୁଇ ଭାଇ ଆଜି ପାଦେ ଯିବାକୁ ତ ବଳ ପାଉନାହିଁ କେଉଁଠାରୁ ଯେବେ ଆଜି ନ ମିଳିବ ଅନ୍ନ କେବଳ କେମନ୍ତ ପ୍ରକାର ଆମ୍ଭେ ଧରିବା ଜୀବନ ବଳରାମ କହୁଛନ୍ତି ଶୁଣ ଆରେ ବାବା ନଗରରେ ଭିକ୍ଷା ମାଗି ଜୀବନ ପୋଷିବା କାନ୍ଧରେ ପକାଇ ଛିଣ୍ଡା ଉତରି ପଇତା ହସ୍ତରେ ଧଇଲେ ଦୁଇ ଭାଇ ଭଙ୍ଗା ଛତା ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି ଯାହା ଘର ଠାକୁ ପାଣି ମାଗିବାକୁ ଯାନ୍ତି ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି ସେଠାବରୁ ଦୁଇ ଭାଇ ଭଏ ପଳାନ୍ତି ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ ବଡ଼ ପଣ୍ଡା ଘର ଠାରେ ପ୍ରବେଶ ହୋଇଲେ ବଧୂ ତାର କହଇ ଯେ ଶାଶୁ ଆଗେ ଯାଇ ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ ଶାଶୁ ରଣ୍ଡ ତାହାକୁ ଚିହ୍ନି ନ ପାରିଲା ଧାଇଁ ଯାଇ ବେଗ ଦାଣ୍ଡ କବାଟ କିଳିଲା ଆସ ବୋହୁ ଏଲ ଠେଙ୍ଗା ବାଡ଼ି ନେଇ ଚୋରଟି ଖଣ୍ଟ ଏ ଦୁହେଁ ଦେବା ଘଉଡ଼ାଇ ଶୁଣି ଦୁଇ ଭାଇ ତହୁଁ ଡରେ ପଳାଇଲେ ତଳେଇଲେ
ସାମବେଦ ଯଦୁବେଦ ଦୂରେ ଉଚ୍ଚାରିଲେ ଶୁଣି ଶୁଷ୍କ ତରୁଗଣ ପଲବି ଉଠିଲେ ଭିକୁଖ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲେ ଖୁଦ ମଳୁଖ ମିଶାଇ ସତର ରାନ୍ଧିଲେ ଅଫୁଟା କଦଳୀ ମଞ୍ଜା ଦୁଇ ଖଣ୍ଡ ଆଣି ବେନି ଭାଇ ପକାଇଲେ ସିଞ୍ଚିଲେ ପାଣି କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା ଅନ୍ନ କିଛି ବାଢ଼ିବ ତାର ହାଣ୍ଡି ଉଭା ହେଲା ଲକ୍ଷ୍ମୀଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲେ ପାକଶାଳାରୁ ଲେଉଟି ପାଖରେ ମିଳିଲେ ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା କଟୁ କଥା କହି ନେଇ ଦାଣ୍ଡରେ ଛାଡ଼ିଲା ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ କବିର ସାହିରେ ଯାଇ ପ୍ରବେଶ ହୋଇଲେ ଝିଅ ଦୁଲୁକାଟାରେ ମୁଁ ଜାଣି ତୁଳସୀରେ ଦେନି ସେ ଦୁଲକା ପତ୍ର ତୁଳସୀ ମୂଳ ଦେଇଦେବୁ ନା କି ଦୁଲକା ପତ୍ର ହେଠି ବାବାକୁ କଲେ କହିଦେ ଦେଖେଇଦ ବାବାକୁ କହିଦେ ଦେଖିଦ କବିର ସାହିରେ ଯାଇ ପ୍ରବେଶ ହୋଇଲେ କ୍ରୁଧାର୍ଥ ବ୍ରାହ୍ମଣ ବୋଲି କବିର ଜାଣିଲେ ଖଇମାଣ 4-5 ଆଣିବେ ଦେଲେ ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି ଆରେ ପବନ ତୁ ହି ତ ବେଗେ ଚଳି ଯିବୁ ଖଇ 4-5 ମାଣ ଉଡ଼ାଇ ନ ନେବୁ ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇ ନ ନେଲା ବଳରାମ କହୁଛନ୍ତି ଶୁଣରେ ନାହିଁ ପ୍ରାଣ ଗଲା ବେଳେ ଜାତି କୂଳ ଲୋଡ଼ୁ କାହିଁ ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ ଫଳ ପୁଷ୍ପ କରି ତହୁଁ ଗୁଡ଼ିଏ ଖାଇବା ଅଧିକ ମିଳିଲେ କିଛି ସଞ୍ଚୟ ରଖିବା ଏ ମତ ବିଚାର କରି ଦୁଇ ଭାଇ ଗଲେ ପଦ୍ମ ପୁଷ୍କରିଣୀରେ ସେ ପ୍ରବେଶ ହୋଇଲେ ପଦ୍ମ ପୋଖରୀରେ 7 ତାଳ ପାଣି ଥିଲା ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା ରାତି ଘରେ ଏତେ ପଡ଼ିଲ ରଖିଦେଉଛି ହେଲା ବୁଝିଲେ କି ଧୁର ବାବା ହଁ बोले रात दिन पानी पड़ दिए ए लुण पके हला से लुण पके बुद्धि करिबा जल नाही फल एथु काहीँरू पाइबा ଏହା କହି ଦୁଇ ଜଣ ତଇଁ ଚଳିଗଲେ ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ ତୁମ୍ଭର ଥାଳିରୁ ଯେ ଆମ୍ଭଙ୍କୁ ଦିଅ ଭାତ ସତ୍ୟାନନ୍ଦ ବୋଇଲେ ରାମକୃଷ୍ଣ ମୁଖ ଚାହିଁ ଲକ୍ଷ୍ମୀଦ୍ରୋହୀ ହୋଇ ଅଛ ତୁମ୍ଭେ ଦୁଇ ଭାଇ ଦୁଧନରେ ଯେ ମୋର ଥାଳି ପୁରୀ ଥିଲା ତୁମ୍ଭ ଭାଗ ତଣେ
ମନେ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁଇଁ ଯାଉଥିଲି ମୋତେ ଅନ୍ନ ଥିଲେ ଦେଇ, ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟେ କହିଗଲେ, କହିଦେଲେ ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହୁଁ ହଟ ଭିଆଇଲେ, ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ବେଗେ ଯାଇ, ବାଲି ମାଟି ତାତୁ ବେଗେ ରହଡ଼ ହୋଇ। ମୋବାଇଲ କିଛି ହଉନି ଲୋ ଝିଅ, ବନ୍ଦ କରିଦେ ନହେଲେ ମୋବାଇଲ ଡହଡ଼ गुंचे लगे मोबाइल ହୋଇ फोन में ଡହଡ଼ ହୋଇ